ଏହି କିଛି ଦିନ ମଧ୍ୟରେ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଗଠନ ଝାରସୁଗୁଡ଼ା ବିଭିନ୍ନ ସ୍ଥାନରେ ଦେୟମୁକ୍ତ ଚକ୍ଷୁ ପରୀକ୍ଷଣ ଶିବିରମାନ ଆୟୋଜନ କରି ବେଶ ପ୍ରଶଂସିତ ହୋଇ ଆସୁଛି। ଏହି କ୍ରମରେ ଆଜି ଝାରସୁଗୁଡ଼ାସ୍ଥିତ ଜୁଏଲ୍ ସ୍ମାର୍ଟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ତ୍ରିଲୋଚନ ଆଇ ସ୍କ୍ରିନିଂ କ୍ୟାମ୍ପ ସହଯୋଗରେ ଦିନିକିଆ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସ୍କୁଲ ପରିସରରେ ଅନୁଷ୍ଠିତ କରାଯାଇଛି। ଶିବିରରେ ମୋଟ 101 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ କିଛି ରୋଗୀଙ୍କୁ ମୋତିଆବିନ୍ଦୁ ଉପଚାର ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ WHRPOର ସଭାପତି ଅଭିଷେକ ଲାଟ, ସମ୍ପାଦକ ମଦନ ମୋହନ ମଲ୍ଲିକ, ଝାରସୁଗୁଡ଼ା ପୌର ପରିଷଦର ୱାର୍ଡ ନମ୍ବର 23ର କାଉନସିଲର ରମନ୍ନା ରାଓ, ସ୍କୁଲର ଅଧ୍ୟକ୍ଷ ବି ରମେଶ, ନିର୍ଦ୍ଦେଶିକା ବି ଜ୍ୟୋତିଲକ୍ଷ୍ମୀ, ଉପାଧ୍ୟକ୍ଷା ଦୀପା ଯାଦବ ଏବଂ ଜୁଏଲ୍ ସ୍ମାର୍ଟ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ନେତ୍ରାଳୟର ସମସ୍ତ କର୍ମକର୍ତ୍ତାଙ୍କ ସହ ହୁପ୍ର ସଦସ୍ୟ ସ୍ୱର୍ଣ୍ଣ ସିଂ, ରେଖା ସିଂ, ଜ୍ୟୋତି ଲାଟ, ଅନିତା ସିଂ, ବାସୁଦେବ ସେଠୀ, କ୍ଷେତ୍ରମଣି ସାହୁ, ପ୍ରଶାନ୍ତ ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।